ଆପଣ ଦେଖୁଛନ୍ତି ଇଏ ହଉଛି କଳିଙ୍ଗା ଘାଟିର ବର୍ତ୍ତମାନର ସ୍ଥିତି, ଯାହାକି ରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ଧୋଇ ହୋଇ ଉପରୁ ଯୋଉ ପଥର ବଡ ବଡ ପଥର ଖସିଛି, ପଥର ଖଣ୍ଡ ଗୁଡାକ ରାସ୍ତାରେ ଜାମ୍ ହୋଇଯାଇଛି ଏବଂ ୟା ପଛପଟକୁ ଯୋଉ ରହିଛି ମୁଖ୍ୟ ରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ଧୋଇ ହୋଇଯାଇଛି। ତେବେ ଇଏ ହଉଛି ଗୋଟେ ପରିସ୍ଥିତି। ବର୍ତ୍ତମାନ ସୁଦ୍ଧା 16 ରୁ 17 ଘଣ୍ଟା ବିତିଗଲାଣି, ଯାନବାହନ ଚଳାଚଳ ବନ୍ଦ ରହିଛି, ଯାହାକି ଗଞ୍ଜାମ କନ୍ଧମାଳକୁ ଯୋଉ ଯୋଗ କରୁଥିବା ରାସ୍ତା ଏକ ପ୍ରକାର ଠପ୍ ହେଇଯାଇଛି। ତେବେ ଆମ ସହିତ ଅଛନ୍ତି ଜଣେ ଆସିଛନ୍ତି। ସାର୍ କଣ କହିବେ, ବର୍ତ୍ତମାନ ତ ସ୍ଥିତି କଣ ରହିଛି? ଆପଣ ତ ଦେଖୁଛନ୍ତି ରାସ୍ତା ତ ଏମିତି ହେଇଛି, କଣ କହିବ। ହଁ। ତେବେ ଆପଣ ଜାଣିବାରେ ଏ ଯୋଉ କଳିଙ୍ଗା ଘାଟିରେ ଆଗରୁ ଏମିତି କେବେ ଏମିତି ଏତେ ବଡ ଭୂସ୍ଖଳନ ହେଇଥିଲା କି? ନାଇଁ, ଆମେ ତ ପ୍ରଥମ ଦେଖିଲୁ ଏବେ। ଆଗରୁ ହେଇଥିବ କଣ, ଆମେ ଆଜି ଆସିଲୁ ଦେଖିବାକୁ। ବର୍ତ୍ତମାନ ଚିତ୍ର କଣ ଦେଖୁଛନ୍ତି? ଯୋଉ ଭଳି ଭାବରେ ଯୋଉ ରାସ୍ତା ଅଛି, ଯାନବାହନ ଯାଇପାରୁନି, କଣ ରହିଛି? ରାସ୍ତା ପ୍ରବଳ ଖରାପ ହେଇଛି, ପ୍ରବଳ ଦେଖୁଛନ୍ତି ଆପଣ, ହେଲେ ବଡ ବଡ ପଥର କେମିତି ଖସୁଛି। ତେବେ ଆପଣ ଦେଖୁଛନ୍ତି ଇଏ ହଉଛି ତାର ଚିତ୍ର। ବର୍ତ୍ତମାନ ସୁଦ୍ଧା ଯୋଉ ରହିଛି ରାତି ସୁଦ୍ଧା ପ୍ରଶାସନ ପକ୍ଷରୁ ଯୋଉ ମାନେ ଉଦ୍ଧାର କାର୍ଯ୍ୟ ଯୋଉ ରହିଥିଲା ସମ୍ପୂର୍ଣ୍ଣ ଭାବରେ କୌଣସି ପ୍ରକାର କ୍ଷତି ଘଟି ନଥିଲେ ମଧ୍ୟ ଲୋକଙ୍କର, କିନ୍ତୁ ରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ଧୋଇ ହୋଇଯାଇଛି। ଆପଣଙ୍କୁ ମୋ ଚିତ୍ର ଦେଖେଇବାକୁ ଚାହିଁବି। ଦେଖନ୍ତୁ ଇଏ ହଉଛି ତାର ଚିତ୍ର, ଯାହାକି ଦେଖୁଛନ୍ତି ଗୋଟେ ଚିତ୍ର ଦେଖୁଛନ୍ତି, ସମ୍ପୂର୍ଣ୍ଣ ଭାବରେ ରାସ୍ତାଟି ଧୋଇ ହୋଇଯାଇଛି। ଆଜ୍ଞା, କଣ କହିବେ? ବର୍ତ୍ତମାନ ତ ଆମେ ଯାହା ଦେଖୁଛେ ଚିତ୍ର, ଏଇ ତ ବଡ ମାନେ ଭୟଙ୍କର ଦୃଶ୍ୟ ଆମେ ଦେଖୁଛେ। ହଁ, ଇଏ ତ ବହୁତ ବଡ ଗୋଟେ ବିସ୍ଫୋରଣ ହେଇଛି। ଆଉ କଣ, ରାସ୍ତା ସବୁ ବନ୍ଦ ହେଇଛି, ଆଉ ଗାଡି ଯିବା ଆସିବା ସବୁ ବନ୍ଦ ରହିବ। କନ୍ଧମାଳ ଆମର ସୀମା ଭିତରେ ବିସ୍ଫୋରଣ ହେଇଛି। ଆଗରୁ ଏମିତି କେବେ କିଛି ମାନେ ଦେଖିଥିଲେ କି ଆପଣ? ନାଇଁ, ଇଏ ଫାଷ୍ଟ ଟାଇମ୍ ଆମେ ଦେଖୁଛୁ। ଆମେ କେବେ ଦେଖିନଥିଲୁ, କାଲି ଖବର ଶୁଣି ଦେଖିଲୁ ଯେ କଳିଙ୍ଗା ଘାଟରେ ବିସ୍ଫୋରଣ ହେଇଛି। ତେବେ ଆପଣ ଦେଖୁଛନ୍ତି ଇଏ ହଉଛି ତାର ଗୋଟେ ବଡ ଭୟଙ୍କର ଦୃଶ୍ୟ। ଦେଖନ୍ତୁ କେମିତି ଉପର ଭାଗରୁ ଯୋଉ ମାଟି ପଥର ଅତଡା ଖସିଲା ପରେ ସମ୍ପୂର୍ଣ୍ଣ ଭାବରେ ଘାଟି ରାସ୍ତାଟି ଧୋଇ ହୋଇଯାଇଛି ଏବଂ ଦୀର୍ଘ ମାନେ ରାସ୍ତା ପର୍ଯ୍ୟନ୍ତ ଯାହାକି ଯାଇକି ଆପଣ ଦେଖୁଛନ୍ତି, ଇଏ ହଉଛି ତାର ଚିତ୍ର। ବର୍ତ୍ତମାନ ସୁଦ୍ଧା ଯାନବାହନ ଚଳାଚଳ ବନ୍ଦ ରହିଛି ଏବଂ ଆପଣ ଦେଖୁଛନ୍ତି ଇଏ ହଉଛି ତାର ଚିତ୍ର। ବର୍ତ୍ତମାନ ସୁଦ୍ଧା ଯାନବାହନ ଚଳାଚଳ ହୋଇପାରୁନାହିଁ ଏବଂ କେତେବେଳେ ସ୍ୱାଭାବିକ ପରିସ୍ଥିତି ହବ ତାହା ବି କହିବା ମଧ୍ୟ ସମ୍ଭବ ନୁହଁ। ପରବର୍ତ୍ତୀ ସମୟରେ ଯୋଉ ଗତ ରାତିରେ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ଏବଂ ଜଣେ ଲୋକ ବି ବାଇକ ଚାଳକ ବି ବାଇକ ରେ ଯାଉଥିବା ସମୟରେ ସେ ଏଇ ଘାଟି ନିକଟରେ ଭାସି ଯାଇଥିଲେ ଏବଂ ତାଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଇଏ ହଉଛି ତାର ଚିତ୍ର। ତେବେ ଆମେ ଆଉ ଟିକେ ପ୍ରତିକ୍ରିୟା ନେବା। ସାର୍ କଣ କହିବେ, ଆପଣ କୁଆଡେ ଯାଉଥିଲେ, କଣ ପରିସ୍ଥିତି କଣ ରହିଛି? ଆମେ ବରଗଡ଼ ଯାଉଛୁ। ବରଗଡ଼ ଯିବା ସମୟରେ ଏଇଟା ଏତେ ବଡ ଦୁର୍ଘଟଣା ହେଇଛି ଆଉ। ଆଗରୁ ଏମିତି କେବେ ଦେଖିଥିଲେ? ନାଇଁ, ଏଟା ଫାର୍ଷ୍ଟ ଟାଇମ୍। ଆଜ୍ଞା, କଣ କହିବେ? ସାର୍, ବରଗଡ଼ ଯାଉଥିଲୁ, ବରଗଡ଼ ଯିବା ରାସ୍ତାରେ ପାହାନ୍ତି ଆସିଲୁ, ଏପଟେ ରାସ୍ତା ପାଖ ହେଲେ ଆମେ ଯିବା ଭିତରେ ଆପଣ ଜାଣିନଥିଲେ ଏ ରାସ୍ତା ଆସିନି, ଜାଣିନଥିଲୁ, ଏବେ ଆସିଲେ ଦେଖିଲୁ। ତେବେ କେମିତି କଣ ଯିବେ? ସାର୍, ରାସ୍ତା ଏବେ ଆମେ ବିକଳ୍ପ କଲ୍ କରୁ, ନହେଲେ ଗାଁ ରିଟର୍ନ କରିବୁ ଆଉ। ତେବେ ଆପଣ ଦେଖୁଥିଲେ ବହୁତ ଦୂର ଦୂରାନ୍ତରୁ ମଧ୍ୟ ଲୋକ ଆସିଛନ୍ତି। କିଛି ଲୋକ ବି ଜାଣିନାହାନ୍ତି କଳିଙ୍ଗା ଘାଟିରେ ଏତେ ବଡ ଘଟଣା ଘଟିଛି ଏବଂ କାଲି ରାତିରୁ ମଧ୍ୟ ସ୍ଥାନୀୟ ପ୍ରଶାସନ ଯୋଉ ରହିଛି ସତର୍କ କରାଇଛି। କୌଣସି ଲୋକକୁ ଏ ରାସ୍ତାରେ ଯିବା ପାଇଁ ମନା କରୁଛନ୍ତି। ଭଞ୍ଜନଗରରୁ ରତ୍ନାକର ସାହୁ।